ଜୟ ଜଗନ୍ନାଥ ଭାଇ ଓ ଭଉଣୀମାନେ, ଉତ୍କଳ ଗୌରବ ପାଠଶାଳା ଆପଣମାନଙ୍କୁ ସ୍ୱାଗତ କରୁଛି। ପୂର୍ବ କ୍ଲାସରେ ଆମେ ପଢ଼ିଥିଲେ ଏପି ମାନେ ଏରିଥମେଟିକ୍ ପ୍ରୋଗ୍ରେସନ୍, ଯାହାକୁ କି ଆମେ ସାମାନ୍ୟ ଅନ୍ତର ଶ୍ରେଣୀ କିମ୍ବା ସମାନ ଅନ୍ତର ବୋଲି କହୁଥିଲେ। ତେଣୁକି ଆମେ এই ଏରିଥମେଟିକ୍ ପ୍ରୋଗ୍ରେସନ୍ର କିଛି ବେସିକ୍ ପଢ଼ିଲେ, ତାର କିଛି ଫର୍ମୁଲା, କିଛି ମେଥଡ଼। ମୁଁ ଆଜି ପୁଣି ଥରେ ସେଇ ଏପିକୁ ନେଇ କଣ୍ଟିନ୍ୟୁ କରିବା ଆଜିର କ୍ଲାସ୍। ତ ଆଜି ଆସନ୍ତୁ ଦେଖିବା ପ୍ରଥମ କ୍ଲାସ୍ କ୍ୱେଶ୍ଚନ୍ ନମ୍ବର 1 କ'ଣ କହୁଛି। Find the sum of all positive multiplies of 3 less than 50। ତାମାନେ କହୁଛି ଯେ 3 ର ମାଲ୍ଟିପ୍ଲାଏ ମାନେ 3 ର ଗୁଣିତକ ଏଇ 50 ଠାରୁ ସାନ ଯେତେ ସବୁ ସଂଖ୍ୟା ଅଛନ୍ତି ପଜିଟିଭ ମଲ୍ଟିପ୍ଲାଏ, ତାମାନେ 1 ରୁ 50 ମଧ୍ୟରେ ଯେତୋଟି 3 ଦ୍ୱାରା ବିଭାଜ୍ୟ ହେଉଥିବା ସଂଖ୍ୟା ଅଛନ୍ତି ସେଗୁଡାକର ଯୋଗଫଳ କେତେ ପଚାରିଛି। ଆସନ୍ତୁ ଦେଖିବା। ତାହେଲେ ପ୍ରଥମ ତ ଦେଖିବା 3 ରହିବ, 3 ତାପରେ ଆସିବ 6, 3 3 9, 3 4 12, 3 5 15 এইଭଳିଆ ଯିବ। ଲାଷ୍ଟ କେତେ 50 ଟା 3 ଦ୍ୱାରା ବିଭାଜ୍ୟ ନୁହଁ, ତାହେଲେ 50 ଟା ବି 3 ଦ୍ୱାରା ବିଭାଜ୍ୟ ନୁହଁ, ତାହେଲେ 48 ଟା 3 ଦ୍ୱାରା ବିଭାଜ୍ୟ। ତାହେଲେ ଆମର ଏପି ର ଫର୍ମୁଲା ଅନୁସାରେ ଟୋଟାଲ ସାମ୍ ର ଫର୍ମୁଲା କ'ଣ? n/2 into a plus l। ଏଥିରେ କ'ଣ ଆମେ ଜାଣିଥିଲେ a ର ମିନିଂ ହେଉଛି ଫାର୍ଷ୍ଟ ଟର୍ମ ମାନେ ଏଟାକୁ a କୁହାଯାଉଛି ଏବଂ l କ'ଣ? ଏ ହେଉଛି 48। ଲାଷ୍ଟ ଟର୍ମ n କ'ଣ? ଏଗୁଡ଼ା କେତେ ଗୁଡ଼ା ଟର୍ମ, ଏଗୁଡ଼ା ଗୋଟେ ଟର୍ମ, 3 ଗୋଟେ ଟର୍ମ, 6 ଗୋଟେ ଟର୍ମ। এই ଯେଉଁ ଏରିଥମେଟିକ୍ ପ୍ରୋଗ୍ରେସନ୍, এই ଯେଉଁ ସିରିଜଟା, এই ସିରିଜର ସଂଖ୍ୟା କେତେଟା? 1 2 3 4 ମାନେ ଟର୍ମ କେତେଟା? n ହେଉଛି, ତାମାନେ ହେଉଛି n। ତାହେଲେ n କେମିତି ପାଇବା? ତାର ଗୋଟେ ଫର୍ମୁଲା ଆମେ ଜାଣିଥିଲେ, n ଲାଷ୍ଟ ଡିଜିଟ୍ ମାଇନସ୍ ଲାଷ୍ଟ ଟର୍ମ ମାଇନସ୍ ଫାର୍ଷ୍ଟ ଟର୍ମ ଡିଭାଇଡ୍ ବାଇ d ପ୍ଲସ୍ 1। ଏଇଟା କ'ଣ ପୁଣି d ଆସିଲା କମନ୍ ଡିଫରେନ୍ସ। ଆମେ ଜାଣିଥିଲେ ପୂର୍ବ କ୍ଲାସରେ d ହେଲା କମନ୍ ଡିଫରେନ୍ସ। ଏଠି କମନ୍ ଡିଫରେନ୍ସ କେତେ? 3। ଏଠି ବି 3, ତେଣୁ କମନ୍ ଡିଫରେନ୍ସ ଆମର 3। ତାହେଲେ n ଟା ବାହାର କରିବା, ତାହେଲେ ଯାଇକି ଆମେ ସାମ୍ ଟା ବାହାର କରିପାରିବା। l କେତେ ନା 48, ଲାଷ୍ଟ ଟର୍ମ 48 ଆଉ ଫାର୍ଷ୍ଟ ଟର୍ମ 3 ଡିଭାଇଡ୍ ବାଇ କମନ୍ ଡିଫରେନ୍ସ କେତେ? 3 ଯୁକ୍ତ 1। ତାମାନେ ଏଠି ଆମେ ପାଇବା 48 ରୁ 3 ଗଲେ 45 ବିଭକ୍ତ 3 ଯୁକ୍ତ 1। ତାମାନେ ଏଟା କେତେ? 15 ପ୍ଲସ୍ 1 16। ତାହେଲେ n କେତେ ପାଇଲେ? ଆମେ 16 ପାଇଲେ। ତାହେଲେ ଆମେ ଫର୍ମୁଲାରେ ପୁଟ୍ କରିବା, ତାର ଭ୍ୟାଲୁ 16 ବିଭକ୍ତ 2 ଇଣ୍ଟୁ a କେତେ? 3, l କେତେ? 48। ତାହେଲେ କେତେ ହବ? ଏ 8 ଗୁଣନ 48 ପ୍ଲସ୍ 3 51। ତାହେଲେ କେତେ ହବ? 8 କେ 8, 8 5 40। ତାହେଲେ ଆମେ କେତେ ପାଇଲେ ସାମ୍? 408। ତାହେଲେ ଅପସନ୍ ନମ୍ବର B ହେଉଛି ଏହାର ଆନ୍ସର। ବୁଝିପାରିଲେ? ତେଣୁ ଆସନ୍ତୁ ଦେଖିବା ନେକ୍ସଟ କ୍ୱେଶ୍ଚନ୍। କ୍ୱେଶ୍ଚନ୍ ନମ୍ବର 2 କ'ଣ କହିଛି? ଦ ସ୍ମଲେଷ୍ଟ ନମ୍ବର
that must be added to 803642 in order to obtain a multiplies of 11। ତାମାନେ କହିଛି এই ସଂଖ୍ୟାଟାରେ 80342 ରେ କେତେ ଏଡ୍ କରିବା ଯାହା ଫଳରେ 11 ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ଡିଭିଜିବୁଲ ହେଇପାରିବ। ଆମେ 11 ଦ୍ୱାରା 11 ଦ୍ୱାରା ଡିଭିଜିବିଲିଟି ରୁଲ ଚେକ୍ କରିଦେବା ପ୍ରଥମେ ୟାକୁ କେତେ କମି ରହୁଛି ତାପରେ ସେତିକି ଏଡ୍ କରିଦେବା। 80342 ଆମେ 11 ର ଡିଭିଜିବିଲିଟି ରୁଲ କିଭଳି ଚେକ୍ କରୁଥିଲେ ନା 8 ସହିତ ଗୋଟେ ଛାଡି ଗୋଟେ ଏଡ୍ କରୁଥିଲେ। 8 ସହିତ 3 ଯୋଗ ହବ ତା ସହିତ 4 ଯୋଗ ହବ। ତାହେଲେ 8 3 11 11 4 15 15 ମାଇନସ୍ 2 6 8 ପ୍ଲସ୍ 0 8 ତାହେଲେ 15 ରୁ 8 ମାଇନସ୍ ହେଲେ କେତେ ହେବ 7। ତାହେଲେ ଆମର ଆମେ ଜାଣିଛେ ଏଇ ଦିଟା ସଂଖ୍ୟାର ବିୟୋଗଫଳ ଯଦି 0 ହୁଅନ୍ତା କିମ୍ବା 11 କିମ୍ବା 22 ତାହେଲେ ଏଇ ଯୋଉ ସଂଖ୍ୟାଟା ପୁରା ସଂଖ୍ୟାଟା 11 ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ବିଭାଜ୍ୟ ହେଇପାରିଥାନ୍ତା। ତାହେଲେ ଏଠି ଆମେ 0 କରିବା କିମ୍ବା 11 କରିବା ତାହେଲେ 0 କରିବା ପାଇଁ ହେଲେ ଏଇ 8 କୁ ଆମେ 15 କରିବା ତାହେଲେ 8 ରେ ଆମେ କେତେ 7 ଯୋଗ କରିଦବା ଯାହା ଫଳରେ 15 ମାଇନସ୍ ଏ ବି 15 ହେଇଯିବ ଏବଂ ତା ବିୟୋଗଫଳ 0 ହେଇପାରିବ। ଆଉ ଥରେ 0 ହେଇଗଲା ମାନେ ଏଇ ସଂଖ୍ୟାଟା 11 ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ଡିଭିଜିବୁଲ। ବୁଝିପାରିଲେ? ତାହେଲେ କେତେ ଆଡ୍ ହଉଛି 7। ତାହେଲେ ଅପସନ ନମ୍ବର ସି ହଉଛି କରେକ୍ଟ ଆନ୍ସର। ତାହେଲେ ଆସନ୍ତୁ ଦେଖିବା କ୍ୱେଶ୍ଚନ ନମ୍ବର 3। The list number which must be added to 6709 to make it exactly divisible by 9। ସେ କହିଛି କଣ ଛୋଟ ନମ୍ବର ଯୋଉଟା କି ଆଡ୍ କଲେ କେତେରେ 6709 6709 ଏଥିରେ ଆଡ୍ କଲେ ସମ୍ପୂର୍ଣ୍ଣ ଭାବରେ ବିଭାଜ୍ୟ ହବ 9 ଦ୍ୱାରା। ତାମାନେ ଏଥିରେ କେତେ ଆଡ୍ କରିବା ଯାହା ଫଳରେ 9 ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ବିଭାଜ୍ୟ ହେଇପାରିବ। ବୁଝିପାରିଲେ? ଦେଖନ୍ତୁ କେତେ ଆଡ୍ କରିବା ତାହେଲେ ଆମେ ଜାଣିଛେ 9 ର ବିଭାଜିତ କିପରି ପରୀକ୍ଷା କରିବା 6709 ଆମେ ଡିଜିଟାଲ ସାମ୍ ବି କରିପାରିବା କିନ୍ତୁ ସେମିତି କାଟିଦେଲେ ବି ହବ ନହେଲେ ଆମେ ଏଇ ଡିଜିଟ ମାନଙ୍କର ଯୋଗଫଳ ତାମାନେ 6 ଯୁକ୍ତ 0 6 ଯୁକ୍ତ 7 ଯୁକ୍ତ 0 ଯୁକ୍ତ 9 ଏମାନଙ୍କର ଯୋଗଫଳ କେତେ 6 7 13 13 9 20 2 22 22 ବିଭକ୍ତ 22 ଟା କଟିବନି 22 ରେ ଆମର x ଆସିବ 9 ଗଣିକାରେ 9 3 27 ଆସୁଛି 9 3 27 କିମ୍ବା 9 ଗୁଣା 18 ତାହେଲେ 18 ରୁ 22 ଟା 4 ଅଧିକା କିନ୍ତୁ 27 ରୁ 5 କମ ତାହେଲେ ଆମେ 22 ରେ ଆମେ କେତେ ଯୋଗ କଲେ 27 ପାଇବା 5। ତାହେଲେ ଏଇ ପୁରା ସଂଖ୍ୟାଟାରେ ଆମେ କେତେ ଆଡ୍ କଲେ ଯାହା ଫଳରେ 9 ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ବିଭାଜ୍ୟ ହେଇପାରୁଛି ନା 5। ବୁଝିପାରିଲେ? ତାହେଲେ 22 ରେ 5 ଯୋଗ କରିବା 27 ହବ ଏବଂ 27 ଟା 9 ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ବିଭାଜ୍ୟ। ତାହେଲେ ଆମେ ଜାଣିଲେ ଏଇ ଯୋଉ ସଂଖ୍ୟାଟା 6 7 0 ସେଥିରେ 5 ଯୋଗ କଲେ ଆମ 9 ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ଏଇ ସଂଖ୍ୟାଟା ବିଭାଜ୍ୟ ହେଇପାରୁଛି। ତାହେଲେ ସେଇ ସଂଖ୍ୟାଟା କେତେ 9 5 14 4 1 7 6 ତାମାନେ ଏଇ ସଂଖ୍ୟାଟା 9 ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ବିଭାଜ୍ୟ ହେଇପାରିବ। ତାହେଲେ ଆମେ କେତେ ଯୋଗ କଲେ ପ୍ରଶ୍ନରେ ପଚାରିଛି କେତେ ଯୋଗ କଲେ ଏଇ ସଂଖ୍ୟାଟା 9 ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ବିଭାଜ୍ୟ ହେଇପାରିବ। ତାହେଲେ ଆମେ ପାଇଲେ କେତେ 5 ହଉଛି କରେକ୍ଟ ଆନ୍ସର।
ତାହେଲେ ଆସନ୍ତୁ ଦେଖିବା 4 ନମ୍ବର। The list number that must be subtracted from 63520 to make the result a perfect square। ସେ କହିଛି perfect square କାଢିବା ପାଇଁ ପଡିବ। ତାହେଲେ କେତେ ବିୟୋଗ କରାଯିବ? ଏ 63520 ଏଥିରେ କେତେ ବିୟୋଗ କରିବା ଯାହା ଫଳରେ ଏଇ ସଂଖ୍ୟାରୁ କେତେ ବିୟୋଗ ହେଲେ ମାନେ ଏଇ ଯୋଉ ଅପସନ ଦେଇଛି 30 କିମ୍ବା 24 14 16 ଏଥିରୁ କୋଉ ସଂଖ୍ୟାଟା ବିୟୋଗ ହବ ଯାହା ଫଳରେ ବିୟୋଗ ଫଳ କେତେ ହବ ଗୋଟେ ପରଫେକ୍ଟ ସ୍କୋୟାର ହେଇପାରିବ। ବୁଝିପାରିଲେ? ତାହେଲେ ଆସନ୍ତୁ ପରୀକ୍ଷା କରିବା ଏଟା ପରଫେକ୍ଟ ସ୍କୋୟାର କେତେ କୋଉ ସ୍କୋୟାର ପାଖାପାଖି ଅଛି 63520। ଆମେ ଚେକ୍ କରିବା ପରଫେକ୍ଟ ସ୍କୋୟାର କି ନାହିଁ। ଦେଖିବା ଆମେ ପ୍ରଥମ ଯୋଡା ଯୋଡା କରିଦବା 2 ଏଠି 2ଟା ବାକି ରହିଲା 6। ତାହେଲେ ଆମର କେତେ ପଡିବ 2 ଦୁଣେ 4 3 3 9 ତେଣୁ 2 ହିଁ ପଡିବ। 2 ଦୁଣେ 4 6 ରୁ 4 ଗଲେ 2 ଓହ୍ଲେଇବ 3 5 ଏଠି 2 2 ଯୋଗ ହବ 4 ତ ଏଠି 5 ଅଛି ତାହେଲେ 5 5 ପଡିବ 5 5 25 ରୁ 5 2 5 20 2 22 ତାହେଲେ 0 ଏଠି 1 ଓହ୍ଲେଇବ କେତେ 2 0 ପୁଣି 5 ଯୋଗ ହେଇଯିବ 5 10 1 4 1 5 50 ତାହେଲେ ଏଇଟା କେତେ ପଡିବ 2 2 ଦୁଣେ 4 2 0 0 ପୁଣି ଦେଖ 2 ପଡିବ 2 ଦୁଣେ 4 2 0 0 2 5 10 ତାହେଲେ କେତେ ରହିଲା 16। ତାହେଲେ ଏଇଠି ଦେଖନ୍ତୁ ତାହେଲେ ଯଦି 16 ଆମର ରିମାଇଣ୍ଡର ରହିଲା ଆଉ କଟିବନି ତାହେଲେ 6352 ରେ ଆମେ 12 ମାଇନସ କରିଦବା ତାହେଲେ କେତେ ହବ ଇଏ ହେଲା 10 ରୁ 2 ଗଲେ 8 1 0 5 ସରି 16 ମାଇନସ ହବ ତାହେଲେ 4 1 0 5 3 6 ତାହେଲେ 6 3 5 0 4 ଇଏ ହଉଛି 252 ର ବର୍ଗ। ବୁଝିପାରିଲେ? ତାହେଲେ କେତେ ବିୟୋଗ ହେଲା ପରେ ଏଇ ସଂଖ୍ୟାଟା ଏଇ ଯୋଉ 6 3 5 2 0 ଏଠୁ କେତେ ବିୟୋଗ ହେଲା ପରେ ଗୋଟେ ପୂର୍ଣ୍ଣ ବର୍ଗ ସଂଖ୍ୟା ହେଲା ନା 16। ବୁଝିପାରିଲେ? ଅପସନ ନମ୍ବର ଡି ତାହେଲେ କରେକ୍ଟ ଆନ୍ସର। ତାହେଲେ ଆସନ୍ତୁ ଦେଖିବା 5 ନମ୍ବର। The sum of all the 3-digit number is what? ସେ କହିଛି ସମସ୍ତ 3 ଅଙ୍କ ବିଶିଷ୍ଟ ସଂଖ୍ୟା ମାନଙ୍କର ଯୋଗଫଳ କେତେ? ତାହେଲେ 3 ଅଙ୍କ ବିଶିଷ୍ଟ ସଂଖ୍ୟା ଆମେ ସବୁଠୁ ସାନ ସଂଖ୍ୟା ଜାଣିଛେ କଣ ନା 3 ଅଙ୍କ ବିଶିଷ୍ଟ ସବୁଠାରୁ ସାନ ସଂଖ୍ୟା ହେଲା 100 ଯୁକ୍ତ 101 ତ 102 କେତେ ପର୍ଯ୍ୟନ୍ତ ସମସ୍ତ 3 ଅଙ୍କ ବିଶିଷ୍ଟ ସଂଖ୍ୟା ତାର 3 ଅଙ୍କ ବିଶିଷ୍ଟ ସବୁଠାରୁ ବଡ ସଂଖ୍ୟା କେତେ 999 998 999 ମାନେ କହିଛି ଏଇ ସଂଖ୍ୟା ମାନଙ୍କର ଯୋଗଫଳ କେତେ? ତାହେଲେ ଦେଖନ୍ତୁ ଆମେ ଏଇଠି ପାଇଲେ କଣ ଏ ହେଲା 100 ଫାର୍ଷ୍ଟ ଟର୍ମ ଆଉ ଏଲ ହେଲା 999 ଲାଷ୍ଟ ଟର୍ମ ଆମର ଦରକାର ଏଫ ସମ୍ ଟୋଟାଲ ପାଇବା ପାଇଁ ହେଲେ ତା ଫର୍ମୁଲା କଣ n by 2 into first term plus last term n ପାଇছে କିନ୍ତୁ n ଆମର ବାହାର କରିବା ପାଇଁ ପଡିବ n ବାହାର କରିବା ପାଇଁ ହେଲେ ଆମର ଫର୍ମୁଲା କଣ l minus a divided by d plus 1 ତାହେଲେ n ଟା କାଢିଦବା ତାହେଲେ l କେତେ 999 l
କେତେ 100 ଡିଭାଇଡ୍ ବାଇ d କମନ୍ ଡିଫରେନ୍ସ 1 ଯୁକ୍ତ 1 ଏଇଟା କେତେ ପାଇଲେ 999 ରୁ 100 ଯିବ 799 ଯୁକ୍ତ 1 ସେଇ ସେତିକି ପ୍ଲସ୍ 1 900 ହେଇଗଲା ମାନେ n ପାଇଲେ କେତେ 900 ଏବେ ଫର୍ମୁଲାରେ ପୁଟ୍ କରିବା ତାର ଭ୍ୟାଲୁ ପୁଟ୍ କରିବା n ର ଭ୍ୟାଲୁ କେତେ ଆସିଲା 900 ବିଭକ୍ତ 2 ଗୁଣ n ର ଭ୍ୟାଲୁ 100 ପ୍ଲସ୍ l ର ଭ୍ୟାଲୁ କେତେ ହେଲା 999 999 ତାହେଲେ ଇଏ କେତେ କଟିବ 450 ତାହେଲେ 450 କିନ୍ତୁ ଇଏ କେତେ ହବ 1 10 9 0 ଇଏ 10 1099 999 ରୁ 100 1099 ତାହେଲେ ୟାକୁ ଗୁଣନ କଲେ କେତେ ହବ 1099 4 5 5 ନୂଆ 45 ରୁ 5 4 5 ନୂଆ 45 44 48 48 49 ତାହେଲେ 49 ପୁଣି 5 के 5 4 ନୂଆ 36 6 3 36 39 9 3 4 के 4 ତାହେଲେ କେତେ ହେଲା 5 6 15 ରୁ 5 1 13 1 14 ରୁ 4 1 3 8 1 9 ଇଏ 4 ଶୂନ ଟା ଗୁଣନ କରାହେଇନି ତାହେଲେ 0 ତାହେଲେ କେତେ ପାଇଲେ 4 9 4 5 5 0 4 9 4 5 5 0 ତାହେଲେ ଯୋଗଫଳ କେତେ ହେଲା ଅପସନ ନମ୍ବର B ବୁଝିଗଲେ ତାହେଲେ ଆସନ୍ତୁ ଦେଖିବା क्वेश्चन नंबर 6 क्वेश्चन नंबर 6 कौन कही the sum of the digit of two digit number is 10 the number formed by reversing the digit is less than the original number and the original number ताऊ से कही संख्या ଲେଖାଯାଉ a b ତାକୁ ଆମେ ରିଭର୍ସ କରିବା ରିଭର୍ସ କଲା ପରେ এই ଯେଉଁ ସଂଖ୍ୟାଟା ପ୍ରଥମ ସଂଖ୍ୟା ବା ଅରିଜିନାଲ ସଂଖ୍ୟା ଠାରୁ 18 କମ ହବ less than original number କହିଛି ତାହେଲେ ଏଟା ମାଇନସ 18 କମ ହବ ତାମାନେ এই ସଂଖ୍ୟାରୁ ପ୍ରଥମ ସଂଖ୍ୟାରୁ ସେକେଣ୍ଡ ସଂଖ୍ୟାଟା ବିয়োଗ କଲେ 18 ହବା ଦରକାର ତାହେଲେ ଦେଖନ୍ତୁ ଆମେ କ୍ଲାସ 7 8 ରେ ପଢିଥିଲେ କଣ ଯଦି ଗୋଟେ 2 ଅଙ୍କ ବିଶିଷ୍ଟ ସଂଖ୍ୟା ତାକୁ ଆମେ ରିଭର୍ସ ଅର୍ଡର କରି ଲେଖିବା କଣ ହବ BA ଏବଂ ତାକୁ ପ୍ରଥମ ସଂଖ୍ୟାର ଦ୍ୱିତୀୟ ସଂଖ୍ୟାଟା ମାଇନସ କରିବା ଏ ବିୟୋଗଫଳ ଯାହା ବି ହଉ ନା କାହିଁକି ସେଇ ବିୟୋଗଫଳ 9 ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ବିଭାଜ୍ୟ ହେଇପାରିବ ଏବଂ ତାର ଭାଗଫଳ এই ସଂଖ୍ୟାଟା ଏ 9 ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ବିଭାଜ୍ୟ ହଉଛି ତାହେଲେ ଭାଗଫଳ କେତେ ହଉଛି ଭାଗଫଳ A ଏବଂ B ର ଡିଫରେନ୍ସ ବୁଝିପାରିଲେ ଆମେ ଏକ୍ସାମ୍ପଲ ସ୍ୱରୂପ ଆମେ ଦେଖିବା କରାଯାଉ 15 15 ଟାକୁ ମୁଁ ଉଠେଇକି ଲେଖିବି
ଏକାବନଟାକୁ ମୁଁ ଉଠେଇକି ଲେଖିବି କେତେ ହଉଛି 1 5 15। ମୁଁ ଯଦି 51 ରୁ 15 ମାଇନସ୍ କରିଦେବି ତାହେଲେ କେତେ ହଉଛି 11 ରୁ 5 ଗଲେ 6, 4 ରୁ 1 ଗଲେ 3 36। କହିଥିଲେ ଏଇ ସଂଖ୍ୟାଟା କେତେ 9 ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ବିଭାଜ୍ୟ ହେଇପାରିବ ତାହେଲେ କେତେ ଭାଗଫଳ କେତେ ହବ 936। ତାହେଲେ 4 4 ଏଇ ଯେଉଁ ଦୁଇଟା ସଂଖ୍ୟା 5 ଏବଂ 1 ର ଡିଫରେନ୍ସ ହେଲା କେତେ 5 ଏବଂ 1 ର ଡିଫରେନ୍ସ ହଉଛି 4। ତେଣୁ ବୁଝିପାରିଲେ ଇଏ ମଧ୍ୟ ସେଇଭଳି क्वेश्चन ମଧ୍ୟ ସେଇ क्वेश्चन। ଏଇଠି ଦେଖନ୍ତୁ ଅପସନ 81 କୁ ଯଦି 18 ଲେଖିବା ତାହେଲେ ଏମାନଙ୍କ ଡିଫରେନ୍ସ କେତେ ଆସୁଛି 3 ପ୍ଲସ୍ 11 3 7 ରୁ 6 ତାହେଲେ 63। ସେ କଣ କହିଛି 18 ହବା ଦରକାର এই সেকেন্ড সংখ্যাটা প্রথম অভিন্ন সংখ্যা ଠାରୁ 18 କମ ତେଣୁ 46 ଦେଖିବା 64 ତ ବଡ ହେଇଯାଉଛି ଏ ହବନି କିମ୍ବା ଇଏ ହବନି 60 60 ତ 06 ବହୁତ ସାନ ହେଇଯାଉଛି ତାହେଲେ 64 ଟା ପ୍ରାୟ ହେଇପାରିବ ଦେଖିବା 64 କୁ ଆମେ ରିଭର୍ସ କରିଦେଲେ କେତେ ହଉଛି 46 ମାଇନସ୍ କରିବା ସେ 18 ଦରକାର କରୁଥିଲା ତାହେଲେ ଏଇଟା 18 ଠିକ ଅଛି ଆଉ ଏବଂ ଏଇ ଏହାକୁ ଆମେ 9 ରେ ହରଣ କଲେ ହରଣଫଳ କେତେ ହବ 2 ଏଇଟା ଦେଖନ୍ତୁ 6 ଏବଂ 4 ଡିଫରେନ୍ସ 6 ଏବଂ 4 ଡିଫରେନ୍ସ କେତେ 2 ତାହେଲେ ସଂଖ୍ୟାଟା କେତେ ପାଇଲେ ଆମେ ଅପସନ ନମ୍ବର ସି ବୁଝିପାରିଲେ ଆସନ୍ତୁ ଦେଖିବା 7 ନମ୍ବର सेम पैटर्न ର क्वेश्चन if the digit in the unit and the tens place of a two digit numbers are interchanged of a two digit number is formed দুইটা সংখ্যা দুইটা two digit ର number କୁ interchange ହେବ ସେ two digit ସଂଖ୍ୟା ହିଁ ହେବ ନା which is greater than the original number 63 suppose the digit in the unit place of the original number the x then all the possible value of x are ତାପରେ କଣ କହିଛି ଯେଉଁ a b two digit ର ଗୋଟେ ସଂଖ୍ୟା ତାକୁ ଆମେ ରିଭର୍ସ କରି ଲେଖିବା a a ବର୍ତ୍ତମାନ କଣ କହିଛି ତା ଅରିଜିନାଲ ନମ୍ବର ଠାରୁ 63 ବଡ এই ସଂଖ୍ୟା ଠାରୁ 63 ବଡ ତାହେଲେ ଦେଖିବା ସଂଖ୍ୟାଟା କେତେ ଆସିବ ଆମେ এই ଦୁଇଟା ସଂଖ୍ୟାର ଯଦି ବିୟୋଗ କରିବା ଏମାନଙ୍କର ଅନ୍ତର କେତେ ଆସିବ ଯେତେ ବି ଆସୁ କହିଛି 63 ତାହେଲେ ଡିଫରେନ୍ସ এই ଦୁଇଟା ସଂଖ୍ୟାର ଡିଫରେନ୍ସ 63 63 ହେଲେ এই ସଂଖ୍ୟାର 9 ଦ୍ୱାରା ଡିଭିଜିବଲ ଏବଂ 9 ଦ୍ୱାରା ଯଦି ଡିଭିଜିବଲ ହଉଛି ତାର ଫଳ କେତେ ଆସିଛି 7 9 7 63 ତାହେଲେ ଏଇଠି ଆମେ ଜାଣିଲେ ଏ 7 ଟା କଣ ଏ ଏବଂ ବି ର ଡିଫରେନ୍ସ ବୁଝିପାରିଲେ ତେଣୁ ଆମେ ଏ ଏବଂ ବି ର ଡିଫରେନ୍ସ ପାଇଲେ 7 ତାହେଲେ ଆମ ସଂଖ୍ୟା ଦୁଇଟା ପସିବିଲିଟି କେତେ ହେଇପାରିବ ସେ କହିଛି ପ୍ରଥମ ସଂଖ୍ୟାର ପ୍ରଥମତଃ 1 ଏବଂ 8 ଦୁଇଟା ସଂଖ୍ୟାର ଡିଫରେନ୍ସ 7 ନା ତେଣୁ ଗୋଟେ ତ 18 ହେଇପାରିବ ଆଉ ଗୋଟେ କେତେ 2 ଏବଂ 9 এই দুইটা সংখ্যার ডিফরেন্স কেতে 7 আসছে
ତାହେଲେ 2 × 29 ଆଉ କେତେ 07 ହେଇପାରିବ। ଦୁଇଟା ସଂଖ୍ୟାର ଡିଫରେନ୍ସ କେତେ 7 ତାହେଲେ 07 ବା 70। ସେ କହିଛି ଏଇ ଯୋଉ ସଂଖ୍ୟାଟା ମନେ କରାଯାଉ 18 ତାକୁ ଇଣ୍ଟରଚେଞ୍ଜ କରାଯିବ ତାର ସ୍ଥାନ ବଦଳେଇ ଦେବା 8 ଜାଗାରେ 1 ଦେବା 8 1 ଏଇ ଦୁଇଟା ସଂଖ୍ୟାର ଡିଫରେନ୍ସ କେତେ ସେ କହିଛି 63 ଏବଂ ପ୍ରଥମ ସଂଖ୍ୟା ଠାରୁ ସେକେଣ୍ଡ ସଂଖ୍ୟାଟା 63 ବଡ ହେଇଥିବ। ତାହେଲେ ଏଠି ଦେଖିବା 63 ଅଧିକା ହଉଛି କି ନାହିଁ 1 ରୁ 8 ଗଲେ 3 ଗଲା କେତେ 11 ରୁ 8 ଗଲେ 3 7 7 ରୁ ଗଲେ 6 63 ମାନଙ୍କର ଡିଫରେନ୍ସ 63 ଠିକ ଅଛି। ତାହେଲେ ପସିବିଲିଟି ଏଟା ଇଏ ବି ସମ୍ଭବ ଇଏ ବି ସମ୍ଭବ ଇଏ ବି ସମ୍ଭବ। ତାହେଲେ 29 କୁ ଓଲଟେଇକି ଦେଖିଲେ ବି ଡିଫରେନ୍ସ ପ୍ରଥମ ସଂଖ୍ୟା ଠାରୁ ସେକେଣ୍ଡ ସଂଖ୍ୟାଟା 63 ଅଧିକ ହବ ଏବଂ 07 କୁ ମଧ୍ୟ ଓଲଟେଇକି ଲେଖିଲେ ପ୍ରଥମ ସଂଖ୍ୟା ଠାରୁ ସେକେଣ୍ଡ ସଂଖ୍ୟାଟା 63 ବଡ। 29 କୁ ଓଲଟେଇକି ଲେଖିଲେ এই ପ୍ରଥମ ସଂଖ୍ୟା ଠାରୁ ଦ୍ୱିତୀୟ ସଂଖ୍ୟାଟା 63 ବଡ। ତାହେଲେ ଆମେ ପସିବିଲିଟି ସେ କହିଛି ଏଇ ଯୋଉ ସଂଖ୍ୟା ଗୁଡାକ ପାଇବା କେତେ ପସିବିଲିଟି ଅଛି ମାନେ x ର ଭ୍ୟାଲୁ ଏଠି 8 x ର ଭ୍ୟାଲୁ 9 x ର ଭ୍ୟାଲୁ 7 ତାହେଲେ 7 8 9 ପସିବିଲିଟି କଣ ଅଛି 7 8 9 ହେଇପାରିବ ଅପସନ ନମ୍ବର ଏ ବୁଝିପାରିଲେ। ଯଦି ଗୋଟେ ସଂଖ୍ୟାକୁ ଅଟେଇକି ଲେଖିବା ଏବଂ ସେକେଣ୍ଡ ସଂଖ୍ୟାଟା ପ୍ରଥମ ସଂଖ୍ୟା ଠାରୁ 63 ଯଦି ବଡ ହୁଏ ତାହେଲେ ଏ ଯୋଉ ସଂଖ୍ୟା ଗୁଡାକ ପସିବିଲିଟି କେତେ କେତେ ହେଇପାରିବ 18 ହେଇପାରିବ 29 ହେଇପାରିବ ଏବଂ 07 ହେଇପାରିବ। ଏକକ ବଦଳରେ ଏକକ ସ୍ଥାନରେ କଣ କଣ ବସିପାରିବ 7 8 9 ତାହେଲେ ଅପସନ ନମ୍ବର ଏ ହେଉଛି ଆସନ୍ତୁ ଦେଖିବା क्वेश्चन नंबर 8 क्वेश्चन नंबर 8 कौन कही the smallest whole number that is to be multiplied with 59535 to make perfect square number is x. The sum of digit of that number is what? ସେ କହିଛି ଏଇ ସଂଖ୍ୟାଟାରେ କେତେ ଗୁଣନ କଲେ ଏକ ପରଫେକ୍ଟ ସ୍କୋୟାର ହବ 59535 ରେ କେତେ ଗୁଣନ କଲେ এটা ଗୋଟେ ପରଫେକ୍ଟ ସ୍କୋୟାର ହେଇ ବାହାରିବ ବୁଝିପାରିଲେ। ତାହେଲେ এই x ବଦଳରେ କେତେ ହବ ଏବଂ এই x ର ଯୋଉ ଡିଜିଟ ଥିବ ବା ସଂଖ୍ୟା ଥିବ ସେମାନଙ୍କର ଯୋଗଫଳ କେତେ ଆସନ୍ତୁ ଦେଖିବା। ଆମେ ପ୍ରଥମେ ଏଟା କେତେ ଗୁଣନ ହବ କିପରି କରିବା ନା 59535 এই ସଂଖ୍ୟାଟା କେତେ କେତେ ଦ୍ୱାରା ତାର ଫ୍ୟାକ୍ଟର ବାହାର କରିବା କେତେ ଦ୍ୱାରା ବିଭାଜ୍ୟ ଆମେ ପ୍ରଥମେ ଦେଖିବା 5 9 9 5 14 5 19 21 22 5 27 ତାର 27 ରେ 3 ଦ୍ୱାରା डिविजिबल तार 3 द्वारा विभाज्य हेले 3 के 3 2 9 3 8 24 3 9 27 3 9 27 29 30 2 5 3 8 24 1 3 3 12 1 5 3 5 15 9 1 10 8 18 22 5 27 ताले 3 318 1 8 318 3 के 3 3 5 15 ताले 6 12 13 18 ये भी 3 द्वारा कटियो 3 दूने 6 3 दूने 6 15 3 5 15 ये केटे 4 5 9 3 द्वारा कटियो 7 21 1 0 3 3 9 1 5 3 5 15
7 3 10 5 15 ତାହେଲେ ପୁଣି ଥରେ ଇଏ 3 ଦ୍ୱାରା କଟିବ। ତାହେଲେ ଦେଖନ୍ତୁ 3 3 ଦୁଣେ 6 ଇଏ ହେଲା 1 3 3 6 12 5 3 5 15 4 2 6 5 11 ଇଏ କଟିବନି 3 ଦ୍ୱାରା 5 ଦ୍ୱାରା କାଟିଦବା 5 20 5 9 45 ତାହେଲେ 49 ଏ 7 ଦ୍ୱାରା 7 ଦ୍ୱାରା କଟେ 7 7 50 7 के 7 ତାହେଲେ ଏଇଥିରେ ଦେଖନ୍ତୁ ତାହେଲେ ଏଟା ଏ ଦୁଇଟା 7 ରୁ ଗୋଟେ 7 ବାହାରିବ 5 ଗୋଟେ ଅଛି ବାହାରି ପାରିବନି 3 କେତେଟା ଅଛି ଦେଖିଲ ଦୁଇଟା 3 ଗୋଟେ 3 ବାହାରି ଯିବ ତାହେଲେ ଏଠି ଦୁଇଟା 3 ଗୋଟେ 3 ବାହାରି ଯିବ ଏଠି 3 ହେବ 5 ତାହେଲେ ଏ 3 ବାହାରି ପାରିବନି 5 ବାହାରି ପାରିବ ତାହେଲେ এই পুরা সংখ্যাটা কেতে আসছে ଦେଖିବା 3 গুণ 3 1 2 3 4 5 পাঁচটা 3 আছে গুণন 3 পাঁচটা 3 তারপর 5 গোটে 7 দুইটা তাহলে এতিকি আছে এই সংখ্যার ভ্যালু হচ্ছে এতিকি তাহলে এটু বাহারକୁ ବାହାରିବ କେତେ এই ଦୁଇଟାରୁ ଗୋଟେ ବାହାରି ଯିବ ତାପରେ ଏଇ ଦୁଇଟାରୁ ଗୋଟେ ବାହାରି ଯିବ 3 ଗୋଟେ ଅଛି ବାହାରି ପାରିବ 5 ଗୋଟେ ବାହାରି ପାରିବ ତାହେଲେ 7 ଦୁଇଟା ଅଛି 7 ଗୋଟେ ବାହାରି ଯିବ 7 ଏ 3 ରେ ଆଉ ଗୋଟେ 3 ଗୁଣନ ହେଇକି ଗୋଟେ 3 ବାହାରି ପାରିଥାନ୍ତା ବୁଝିପାରିଲେ ଆଉ ଏଠି 5 ରେ ଆଉ ଗୋଟେ 5 ଗୁଣନ ହେଲେ এই 5টা ବାହାରି ପାରିଥାନ୍ତା ତାହେଲେ এই 3 ଆଉ 5 ତାହେଲେ 3 ଗୁଣ 5 ତାହେଲେ 15 ଯଦି এই ପୁରା ସଂଖ୍ୟାଟାରେ 15 ଗୁଣ ହେଇଥାନ୍ତା ତାହେଲେ କେତେର ବର୍ଗ ବୋଲି କେମିତି ପାଇଥାନ୍ତେ এই ସଂଖ୍ୟା ଗୁଡା ଗୁଣନ କରିଦେଲେ ଗୁଣଫଳ ଯାହା ହବ ସେଟା ଗୋଟେ ପୂର୍ଣ୍ଣବର୍ଗ ସଂଖ୍ୟା ହବ ତାପରେ 3 ଏବଂ 5 କୁ ଗୁଣନ କଲେ ତାପରେ 15 ଗୁଣନ କଲେ এই ସଂଖ୍ୟାଟା ଗୋଟେ ପୂର୍ଣ୍ଣବର୍ଗ ସଂଖ୍ୟା ହେଇପାରିବ এই 3 15 ବଦଳରେ 3 5 ମାନେ x ବଦଳରେ 15 ତାହେଲେ 15 ରେ 15 15 ରେ 1 ଏଇ ସଂଖ୍ୟା ମାନଙ୍କର ଯୋଗଫଳ କେତେ ପଚାରିଛି ତାହେଲେ 6 ହବ ତାହେଲେ ତାର ସଠିକ ଆନ୍ସର କେତେ ଅପସନ ନମ୍ବର ଏ ବୁଝିପାରିଲେ ଏଇଭଳି ଆପଣମାନେ ପ୍ରୋସେସ ଜାଣିଥିବେ କି ନାହିଁ ଆମର ଚେକ୍ କରିବା ପାଇଁ ବର୍ଗ ପୂର୍ଣ୍ଣବର୍ଗ ସଂଖ୍ୟା କି ନୁହେଁ ଚେକ୍ କରିବା ପାଇଁ ଏଇଭଳିଆ ଫର୍ମୁଲା ପ୍ରୟୋଗ କରାଯାଏ ତା ସହିତ ଆମେ ଯେମିତି ଆମେ ଦେଖିଥିଲେ ଯେ 252 ବର୍ଗ କାଢିଲେ ତ ଆପଣଙ୍କୁ ଯୋଉ ମେଥଡଟା ସହଜ ଲାଗିବ ସେ ମେଥଡରେ କରିବେ ବୁଝିଲେ କି ଆସନ୍ତୁ ଦେଖିବା ସରି এটা রিপিট ହେଇଛି क्वेश्चन ଆସନ୍ତୁ ଦେଖିବା next question how many numbers are there from 700 to 950 including both which are neither divisible by 10 nor by 7 ତାମାନେ ସେ କହିଛି 7 ଏବଂ 950 ମଧ୍ୟରେ 700 ଏବଂ 950 କୁ ମଧ୍ୟ ମିଶେଇକି ମାନେ 700 ରୁ ଟୋଟାଲ ସେ କହିଛି 700 ରୁ ଏ ଯୋଉ 950 ଏମାନଙ୍କ ଏଇ ସଂଖ୍ୟା ମାନଙ୍କ ଭିତରେ 3 କେତେ ସଂଖ୍ୟା ଅଛି ଯୋଉଗୁଡା କି 3 ଏବଂ 7 ଦ୍ୱାରା ବିଭାଜ୍ୟ ନୁହନ୍ତି এই 700 ଠୁ ଆରମ୍ଭ କରି 950 ପର୍ଯ୍ୟନ୍ତ କେତୋଟି ସଂଖ୍ୟା ଅଛି ଯୋଉଗୁଡା କି 3 ଦ୍ୱାରା ଏବଂ 7 ଦ୍ୱାରା ଡିଭିଜିବଲ ନୁହନ୍ତି ବୁଝିପାରିଲେ ତାହେଲେ ଏମିତି ପ୍ରଶ୍ନକୁ ଆମେ ସଲ୍ଭ କିପରି କରିବା ପ୍ରଥମେ ବୁଝନ୍ତୁ ତାହେଲେ ଆମେ ଏକ ତ ଚେକ୍ କରିବା ଧର 3
3 के 3 3 6 3 9 3 12 3 5 15 3 18 3 7 21 3 8 24 ହେଲା କି ତାହେଲେ 7 ର କୋଉ ସଂଖ୍ୟା ଗୁଡାକ ରହିବ ତାର ମଲ୍ଟିପ୍ଲାଏ ଗୁଡାକ ରହିବ 7 7 14 7 21 7 28 7 35 ତାହେଲେ ଦେଖନ୍ତୁ ଏଠି ଗୋଟେ ଜିନିଷ 21 7 ଦ୍ୱାରା ବିଭାଜ୍ୟ 3 ଦ୍ୱାରା ବିଭାଜ୍ୟ ତାହେଲେ ଆମେ ଯଦି କାଉଣ୍ଟ କରିବା ତାହେଲେ ଇଏ ଡବଲ ହେଇଯିବ 3 ଦ୍ୱାରା ବିଭାଜ୍ୟ 7 ଦ୍ୱାରା ବିଭାଜ୍ୟ ତାହେଲେ ଏଇ ସଂଖ୍ୟା ଗୁଡିକ କଣ କରିବା 21 ବା 3 ଏବଂ 7 ର ଭସାଡୁ ହଉଛି 21 ଏଇ ସଂଖ୍ୟା ଗୁଡାକୁ ଆମେ ବାହାର କରିଦେଲେ ଦିଟା ଯାକ ସଂଖ୍ୟାରେ ଯୋଉ ବିଭାଜ୍ୟ ହଉଛି ସେଇ ସଂଖ୍ୟା ଗୁଡାକୁ ଆମେ ବାହାର କରିଦେବା ଯାହାଫଳରେ ଆମେ ସମ୍ପୂର୍ଣ୍ଣ ଭାବରେ 3 ଦ୍ୱାରା ଏବଂ 7 ଦ୍ୱାରା ଡିଭିଜିବୁଲ ଆଉ ସେଗୁଡାକୁ ଆମେ ପାଇପାରିବା ତାହେଲେ କିପରି ଦେଖିବା ଆସନ୍ତୁ ପ୍ରଥମ ଦେଖିବା 950 950 ରେ କେତେଟା ସଂଖ୍ୟା ଅଛି ଟୋଟାଲ 1 ରୁ 950 ଭିତରେ କେତେଟା 3 ଦ୍ୱାରା ବିଭାଜ୍ୟ ହେଉଥିବା ସଂଖ୍ୟା ଅଛି ତାପରେ ଦେଖିବା 700 ମାନେ 1 ରୁ 700 ମଧ୍ୟରେ ହେଲେ ଏଇ ଟୋଟାଲ 900 ଭିତରେ କେତେଟା 3 ବିଭାଜ୍ୟ ସଂଖ୍ୟା ଅଛି ସେଇ ସଂଖ୍ୟା ଗୁଡିକୁ ଏଇ 700 ଭିତରେ ଯେତେ ସବୁ 3 ଦ୍ୱାରା ବିଭାଜ୍ୟ ସଂଖ୍ୟା ଅଛି ମାଇନସ କରିଦେଲେ ଆମର 700 ରୁ 950 ମଧ୍ୟରେ ସଂଖ୍ୟାଟା ବାହାରି ପଡିବ ତାହେଲେ ଦେଖନ୍ତୁ 950 3 3 9 3 के 3 10 ତାହେଲେ 3 3 9 313 313 ତାହେଲେ ଆମେ 1 ରୁ 950 ମଧ୍ୟରେ କେତେ ସଂଖ୍ୟା ପାଇଲେ ନା 313ଟା ସଂଖ୍ୟା ଅଛି ଯୋଉଗୁଡା କି 3 ଦ୍ୱାରା ବିଭାଜ୍ୟ 700 ମଧ୍ୟରେ 3 2 6 ତାପରେ 6 1 0 3 3 9 3 3 9 ତାହେଲେ କେତେ ହେଲା 313 233 233 ତାହେଲେ 311 8 80ଟା ଭଲ ଲାଗିବ 950 3 3 9 3 के 3 ହଉ 2 0 318 6 ଆସିବ 6 6 ସରି ତାହେଲେ 3 82ଟା ତାହେଲେ ଏଠି ଆମେ ଟୋଟାଲ ଏଇ 700 ରୁ 950 ମଧ୍ୟରେ 82ଟା ସଂଖ୍ୟା ପାଇଲେ ଯୋଉଗୁଡା କି 3 ଦ୍ୱାରା ବିଭାଜ୍ୟ ସେଗୁଡା 7 ରୁ ବାହାର କରିବା 950 ବରଂ 7 ତାହେଲେ 7 के 7 9 25 ତାହେଲେ 7 3 21 ଯୋଉଠି 7 3 21 4 0 40 7 5 35 135ଟା ସଂଖ୍ୟା ଅଛି ସେଭଳି 700 ଭିତରେ 100ଟା 135 ବିଭକ୍ତ 100 ତାହେଲେ 35ଟା ମାଇନସ 100 35ଟା ତାପରେ ଦେଖନ୍ତୁ ଏଠି ଆମର ଏଠି ସିନା ପାଇଲେ ଇଏ ହଉଛି 1 ରୁ 950 ମଧ୍ୟରେ କେତେଟା 135ଟା ଆଉ 1 ରୁ 700 ମଧ୍ୟରେ ପାଇଲେ କେତେଟା 100ଟା ଟୋଟାଲ 700 ରୁ 950 ଭିତରେ କେତେ 35ଟା ମାନେ 700 950 35ଟା ତାପରେ ଦେଖନ୍ତୁ ଏହା ମଧ୍ୟବର୍ତ୍ତୀ ସଂଖ୍ୟା ସିନା 35ଟା ତାପରେ 700 ମଧ୍ୟ 7 ଦ୍ୱାରା ଡିଭିଜିବୁଲ ତେଣୁ
35 एके 36टा ताले 36टा संख्या पाइले हमें जोगुड़ा कि 700 रु 950 मध्य 7 द्वारा डिविजिबल तापर कोन करिया एइ जे मु कहउतली जो उभय 7 एवं 3 द्वारा डिविजिबल होउछन्ति सेगुड़ा 21 द्वारा विभाज्य पुणी सेगुड़ा को बाहर करदबा ना ताले कि नले ओवरलैपिंग हेकि रहबो सेगुड़ा 3 रे भी काउंट हबो 7 रे भी काउंट हबो हमें एइ 21 द्वारा विभाज्य संख्या गुड़ा को बाहर करदबा ताले हम देखिबा ए 900 भितरे 950 भितरे 21 द्वारा विभाज्य संख्या केतना आसीबे 1 ରୁ 700 ଭିତରେ 21 ଦ୍ୱାରା ବିଭାଜ୍ୟ ସଂଖ୍ୟା କେତେ ଆସିବ ଏଠି 950 84 5 ପଡ଼ିବନି 80 4 के 4 4 2 8 84 9 84 9 0 पुणी 4 ताले 4 ताले 44 44 टा संख्या पाइला 9 5 0 ताले 21 4 4 के 4 4 2 8 ताले केते हला 4 के 4 9 5 84 1 1 1 0 ताले ये 5 5 के 5 5 दुणे 10 45 टा 4 के 4 4 दुणे 8 ताले 5 4 गले 1 9 रे 45 टा पाइले ताले 700 भितरे केतटा अछि 21 दुणे 30 3 दुणे 6 3 के 3 3 दुणे 6 63 7 0 पुणी 3 63 ताले 33 टा ताले एठी 1 एठी 1 3 2 5 3 1 4 12 टा ताले आमे पाइले 12 टा संख्या पाइले जोगुड़ा कि उभय 3 और 7 द्वारा विभाज्य ताले आमे केते पाइथिले 3 द्वारा विभाज्य ना 83 7 द्वारा विभाज्य 37 ताले टोटल 6 3 9 8 3 11 19 रो एई जो 21 द्वारा विभाज्य से संख्या टा माइनस कर दो 12 ताले 7 0 1 एई जो 107 पाइले एटा कौ संख्या पाइले एई गुडा पाइले हमरो 700 रु 900 मध्यरे 3 एवं 7 द्वारा डिविजिबल हेई पारुଥିବା संख्या ताले एई जो संख्या गुडा को डिविजिबल होउची टोटल संख्या रो ए संख्या टा माइनस कर देले डिविजिबल माने विभाज्य न होଥିବା संख्या बाहरी पड़िबो आ सेटा ही पचारिछि क्वेश्चन रो 900 रो 950 भितर केते संख्या अछि 701 1 रो 900 पर्यंत केते 250 टा पुणी एड आइथिबो 700 700 टा 700 टा ଆମେ एड करना 700 ताले 51 ताले 251 ता पहले हमें कोन टोटल संख्या तो टोटल संख्या तो माइनस कर दो 251 माइनस 107 जो संख्या गुडी को 3 एवं 7 द्वारा विभाज्य तो माइनस कर देले हमें 3 एवं 7 द्वारा विभाज्य हेउनथिबा संख्या गुडा पाइ दिबा ताले 12 रु 7 5 1 7 11 7 4 11 4 2 4
1 144। ତାହେଲେ 144ଟା ସେମିତି ସଂଖ୍ୟା ଅଛି ଯୋଉ ସଂଖ୍ୟା ଗୁଡାକୁ କି 700ରୁ 950 ମଧ୍ୟରେ ଅଛନ୍ତି ଏବଂ 3 ଓ 7 ଦ୍ୱାରା ବିଭାଜ୍ୟ ନୁହନ୍ତି। ବୁଝିପାରିଲ? ଆସନ୍ତୁ ଦେଖିବା 11 ନମ୍ବର। 11 ନମ୍ବର ପୁଣି କଣ କହିଛି? How many numbers are there between 1 to 200 which are divisible by 3 but not 7? ସେ କହିଛି 3 ଦ୍ୱାରା ବିଭାଜ୍ୟ କିନ୍ତୁ 7 ଦ୍ୱାରା ବିଭାଜ୍ୟ ନୁହଁ। ଏମିତି ସଂଖ୍ୟା ଗୁଡାକ କେତେ? 1 ରୁ 200 ମଧ୍ୟରେ ଆଉ। ତାହେଲେ ଏଇଟା କେମିତି ବାହାର କରିବା? ନା ପ୍ରଥମେ ଦେଖନ୍ତୁ 3 ଦ୍ୱାରା ବିଭାଜ୍ୟ ସଂଖ୍ୟା। ଏଇ 1 ରୁ 200 ଭିତରେ କିଛି ସଂଖ୍ୟା ଆସିବ 3 ଦ୍ୱାରା ବିଭାଜ୍ୟ। 3 ଦ୍ୱାରା ବିଭାଜ୍ୟ କିଛି ସଂଖ୍ୟା ଆସିବେ। କିଛି ସଂଖ୍ୟା ଆସିବେ 3 ଦ୍ୱାରା ବିଭାଜ୍ୟ, କିଛି 3 ଦ୍ୱାରା ଡିଭିଜିବଲ। କିଛି ସଂଖ୍ୟା ଆସିବେ, କିଛି ସଂଖ୍ୟା 7 ଦ୍ୱାରା ଡିଭିଜିବଲ। କିଛି ଉଭୟ 3 ଏବଂ 7 ଦ୍ୱାରା ଡିଭିଜିବଲ। ସେଗୁଡ଼ା କଣ? 3 7 ର ଲସାଗୁ 21 ଦ୍ୱାରା ଡିଭିଜିବଲ। ତାହେଲେ ଏଠି ଟୋଟାଲ ଯଦି 3 ଦ୍ୱାରା ଡିଭିଜିବଲ ସଂଖ୍ୟାରୁ ଆମର not by 7 ତାହେଲେ ଦେଖନ୍ତୁ 3 ଦ୍ୱାରା 3 6 3 9 3 12 3 5 15 3 18 3 7 21 3 8 24 ଏଗୁଡ଼ା 3 ଦ୍ୱାରା ଡିଭିଜିବଲ ସଂଖ୍ୟା। 7 ଦ୍ୱାରା କଣ? 7 14 7 21 7 24 7 35 742 ଏସବୁ ସଂଖ୍ୟା ଆସିବ। ଏଠି ଦେଖନ୍ତୁ କମନ ରହିବ କିଏ? 21 21। ଆଉ ଯଦି ଏଇ ସଂଖ୍ୟା ଗୁଡାକ ମାଇନସ କରିଦେବି, ଏଇ ଯୋଉ 21ଟା ଏ 7 ଦ୍ୱାରା ବିଭାଜ୍ୟ। ସେଇଭଳି 21 ଦ୍ୱାରା ଯେତୋଟି ଏଇ 3 ଦ୍ୱାରା ବିଭାଜ୍ୟ ସଂଖ୍ୟା ଭିତରେ ସଂଖ୍ୟା ଆସିବ 42। 3 କେତେ 3 12 ଏଇ 42ଟା ମଧ୍ୟ 3 ଦ୍ୱାରା ବିଭାଜ୍ୟ। ତାହେଲେ ଏଇ ସଂଖ୍ୟାଟା କଣ? 21 ଦ୍ୱାରା ଆଉ 7 ଦ୍ୱାରା ବିଭାଜ୍ୟ। ତେଣୁ ଆମେ 7 ଦ୍ୱାରା ଯଦି ମାଇନସ କରିବା ତାହେଲେ ଭୁଲ ହେଇଯିବ। ତାହେଲେ ଏମିତି ବି ସଂଖ୍ୟା ଅଛନ୍ତି ଯୋଉଗୁଡା କି 3 ଦ୍ୱାରା ବିଭାଜ୍ୟ ନୁହଁ 7 ଦ୍ୱାରା ବିଭାଜ୍ୟ। ତେଣୁ ଆମେ ଟୋଟାଲ 3 ଦ୍ୱାରା ବିଭାଜ୍ୟ ସଂଖ୍ୟା ବିয়োଗ କରିଦେବା। ବିয়োଗ କରିବା 21 ଦ୍ୱାରା ବିଭାଜ୍ୟ ସଂଖ୍ୟା ଗୁଡିକ 7 ଦ୍ୱାରା ବିଭାଜ୍ୟ ସଂଖ୍ୟା ଗୁଡିକ ଯଦି ମାଇନସ କରିବା, ଏମିତି ବି ସଂଖ୍ୟା ଅଛନ୍ ଯୋଉଗୁଡା କି 7 ଦ୍ୱାରା ବିଭାଜ୍ୟ କିନ୍ତୁ 3 ଦ୍ୱାରା ବିଭାଜ୍ୟ ନୁହଁ। ତେଣୁ ଆମ କାଲକୁଲେସନ ଭୁଲ ହେଇଯିବ। ସେଥିପାଇଁ 21 ଦ୍ୱାରା ବିଭାଜ୍ୟ ସଂଖ୍ୟା ଗୁଡାକ କଣ 7 ଦ୍ୱାରା ମଧ୍ୟ ବିଭାଜ୍ୟ। ସେଇ ସଂଖ୍ୟା ଗୁଡିକ ଏଇଥିରୁ ବାହାର କରିଦେଲେ ଆମର କ୍ଲିୟର ଯୋଉଟା କି କେବଳ 3 ଦ୍ୱାରା ବିଭାଜ୍ୟ ସେଇ ସଂଖ୍ୟା ଗୁଡିକ ପାଇପାରିବା ଏବଂ 7 ଦ୍ୱାରା ବିଭାଜ୍ୟ ସଂଖ୍ୟା ଗୁଡିକ ସେଇଠୁ ବାହାରିଯିବେ। ତାହେଲେ ଦେଖନ୍ତୁ 250 ନା 200 ମଧ୍ୟରେ 3 ଦ୍ୱାରା ବିଭାଜ୍ୟ ସଂଖ୍ୟା କେତେଟା? 318 318 66। ଏଇ 66 ଭିତରୁ ଆମର 200 କେତେ 21। ତାହେଲେ 10 ବନେ 9 9 ପଡିବ। 9 କେ 9 9 ଦୁଗୁଣେ 18। ତାହେଲେ 66 ରୁ 9 ବାହାର କରିଦେଲେ 16।
7 16 ହେଲା 5 ହେଲେ 57ଟି ସଂଖ୍ୟା ଅଛି ଏମିତି ଏଇ 1 ରୁ 200 ଭିତରେ ଯୋଉଗୁଡା କି କେବଳ 3 ଦ୍ୱାରା ଡିଭିଜିବଲ 7 ଦ୍ୱାରା ଡିଭିଜିବଲ ନୁହଁ। ବୁଝିପାରିଲେ? ଆସନ୍ତୁ ଦେଖିବା 12 ନମ୍ବର। ତାହେଲେ 12 ନମ୍ବର କଣ କହିଛି? 12 ନମ୍ବର କହିଛି ନା how many numbers are there from 300 to 700 which are divisible 2 3 या 7। ଏଟା ତ କରିପାରିବା, ସହଜ ଅଛି। ତାହେଲେ 2 3 ଏବଂ 7 এই ତିନିଟି ଯାକ ସଂଖ୍ୟା ଦ୍ୱାରା ଡିଭିଜିବଲ ହଉଥିବ ଏଇ 300 ରୁ 700 ମଧ୍ୟରେ ଯେତେ ସବୁ ସଂଖ୍ୟା ଥିବେ। ତାହେଲେ 2 3 7 ରୁ ଆମେ ଲସାଗୁ ବାହାର କରିଦବା। ତାହେଲେ କେତେ? 2 3 6 7 42 42 ହେଲେ ଟୋଟାଲ ଆମେ ବାହାର କରିବା 700 700 ରେ 1 ରୁ 700 ମଧ୍ୟରେ 42 ଦ୍ୱାରା କେତେ ସଂଖ୍ୟା ଡିଭିଜିବଲ ଅଛି? ତାହେଲେ 22 ଦୁणे 7 ଦୁणे 8 22 ଦୁणे 2 4 2 8 ମାନେ 42 10 ରୁ 2 ଗଲେ 8 6 ରୁ 4 ଗଲେ 2 0 5 20 7 24 6 6 ଦୁणे 12 2 ରଖିଲା 1 6 24 1 25 10 ରୁ 2 ଗଲେ 8 6 ରୁ 5 ଗଲେ 1 7 ରୁ 5 ଗଲେ 2 28। ତାହେଲେ 16ଟା ଏମିତି ସଂଖ୍ୟା ଅଛି ଯୋଉଗୁଡା କି 22 ଦ୍ୱାରା ବିଭାଜ୍ୟ। ତାହେଲେ 300 ଭିତରେ ଦେଖିବା 42 280 6 ରେ 200 ହବନି 8 ହବନି 7 7 ନା 7 ଦୁणे 14 4 ରଖିଲା 1 7 28 1 29 ତାହେଲେ ଡାଇରେକ୍ଟ 7ଟା। ତାହେଲେ ଟୋଟାଲ ରୁ ଏଇ 7ଟା ମାଇନସ କରିଦବା 16 ମାଇନସ 7 ତାହେଲେ 9ଟା। ବୁଝିପାରିଲେ? ତାହେଲେ 9ଟା ଏମିତି ସଂଖ୍ୟା ଅଛି ଯୋଉଗୁଡା କି 2 3 ଏବଂ 7 ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ଡିଭିଜିବଲ। ଆମେ 300 ରୁ 700 ମଧ୍ୟରେ 3 2 ଏବଂ 7 ଦ୍ୱାରା ବିଭାଜ୍ୟ ହୋଇପାରୁଥିବା ସଂଖ୍ୟା କେତେଟା ପାଇଲେ? 9ଟା। ବୁଝିପାରିଲେ? ଆସନ୍ତୁ ଦେଖିବା क्वेश्चन नंबर 13। By what least number should 1200 be multiplied so that it become perfect square? ଏଥିରେ କେତେ ଗୁଣ କରିବା ଯାହା ପରେ perfect square କରିବ? ଆମେ ଜାଣିଛେ 1200 ବାହାର କରିବା 2 2 ରେ 600 ପୁଣି 2 ରେ 300 2 ରେ 150 2 ରେ 75 ତାହେଲେ ଇଏ 75 କେତେ କରିବ 3 25 ତାହେଲେ 25 ଟା 5 25 5 ମାର୍କ କେତେ ପାରିବ 5 5 ଗୋଟେ ବାହାରିଲା 3ଟା ବାହାରି ପାରିବନି ତାହେଲେ 2 କେତେଟା ବାହାରୁଛି ଏଠୁ 2 ଗୋଟେ ବାହାରିବ ଏଠୁ ଗୋଟେ 2 ବାହାରିବ ତାହେଲେ 3 ଆଉ ଗୋଟେ ଗୁଣ ହେଇକି 3ଟା ଏଠୁ ଗୋଟେ ବାହାରି ପଡିବ। ବୁଝିପାରିଲେ? ତାହେଲେ ପରଫେକ୍ଟ ସ୍କୋୟାର ହବ 3 ଆଉ ଗୋଟେ ଦରକାର। ତାହେଲେ ପାଇଲେ ଆମେ କଣ କେତେ ଗୁଣ ହବ 1200 ରେ 3 1200 ରେ 3 32 3600 ତାପରେ ଏଟା 60 ର ବର୍ଗ। ବୁଝିପାରିଲେ? ଏଠି ବି ଜଣା ପଡୁଛି 12 ଦୁणे 24 2400 ଟା କାହାରି ବର୍ଗ ନୁହେଁ 50 60 100 1000 ଇଏ ବି କାହାରି ବର୍ଗ ନୁହେଁ 13 ଇଏ ବି କାହାରି ବର୍ଗ ନୁହେଁ ତେଣୁ 12 3 3600 ଇଏ ଗୋଟେ 60 ର ବର୍ଗ ତେଣୁ ପାଇଲେ କଣ
3 ଗୁଣ କଲେ ତାହେଲେ ଏଟା ଗୋଟେ ପରଫେକ୍ଟ ସ୍କୋୟାର ହେଇପାରୁଛି। ବୁଝିପାରିଲେ? ତାହେଲେ ଆସନ୍ତୁ ଆମର କ୍ଲାସ୍ ଚାଲିଥିଲା ଯେନ ଏପି ଏତିକିରେ ଆମେ ଶେଷ କରିବା। କ୍ଲାସକୁ ଆମେ କଣ୍ଟିନ୍ୟୁ କରିବା ଫ୍ରାକ୍ସନ୍।